ମୁଁ ହ୍ୟୁମାନ ସାଗର କହୁଛି। ଆଜି ମୁଁ ନାହିଁ, ତଥାପି ମୋ ପାଇଁ ତମ ମନରେ ଏତେ ଘୃଣା, ଏତେ ରାଗ, ଏତେ ଅଭିମାନ। ସତ କହିଲ, ମୁଁ କ'ଣ ସତରେ ଏତେ ଖରାପ? ଯଦି ମୁଁ ଏତେ ଖରାପ, ତେବେ ମୁଁ ତ ମରିଯାଇଛି। ଏବେ ତ ଖୁସି ହୁଅ, ହେଲେ ମିଛ କାନ୍ଦ କାହିଁକି? ଜୀବନ କ'ଣ, କେତେ ଦୁଃଖ, କେତେ କଷ୍ଟ, ତା ମୁଁ ଅତି ଛୋଟରୁ ଦେଖିଛି। ତମେ ତ ଜାଣିଛ, ସିଙ୍ଗର ହେବା ମୋର ସ୍ୱପ୍ନ ଥିଲା। ସେଥିପାଇଁ ମୁଁ କେତେ କଷ୍ଟ କରିଛି। ଲିଙ୍କ ରୋଡରୁ ବାଦାମବାଡ଼ି ରାତି ଅଧରେ ଚାଲି ଚାଲି ଯାଇଛି। ଲୋକଙ୍କ ଟାହିଟା ପରା ଶୁଣିଛି। ଛାଡ଼, ମୋ ସଂଘର୍ଷର କାହାଣୀ କେତେ ଯେ ଲମ୍ବା, ତାହା ତମଠାରୁ ଅଧିକା ଆଉ କିଏ ଜାଣିଛି? ଏ ଲୋକମାନେ କେତେ ସ୍ୱାର୍ଥପର, ତାହା ମୁଁ ଅତି ନିକଟରୁ ଜାଣିଛି। ଖାସ୍ ସେଥିପାଇଁ ଏତେ ଲୋକଙ୍କ ଭିଡ଼ରେ ମୁଁ ତମକୁ ବାଛିଛି। ତମର କେଇପଦ କଥାରେ ମୁଁ ମୋ ନିଜକୁ ତମଠାରେ ହଜେଇ ଦେଇଛି, ଆଉ ତମେ ବି ମୋ ସହ। କିଛି ଦିନର ଦେଖା, ଆମର ସେଇ ଅଳ୍ପ କଥାରେ ମୁଁ ତମକୁ ବିଶ୍ୱାସ କରି ତମ ହାତ ଧରିଛି। ମୋର ଆଜି ବି ମନେ ଅଛି ତୁମ ସହ ଦେଖା ହୋଇଥିବା ସେଇ ପ୍ରଥମ ଦେଖା, ଯାହା ମୁଁ ମରିବା ପରେ ବି ଭୁଲି ପାରିନି, ଆଉ ମୁଁ ବଞ୍ଚିଥିବା ବେଳେ ତମେ ଯାହା ଭୁଲି ଯାଇଛ, ଯାହାର ଉତ୍ତର ମୁଁ ଆଜି ପର୍ଯ୍ୟନ୍ତ ପାଇନି। ଶ୍ରେୟା, ମୁଁ ତମକୁ କେତେ ଭଲ ପାଉଥିଲି, ତୁମ ପାଇଁ କେତେ ବ୍ୟସ୍ତ ହେଉଥିଲି, ତମର କେତେ ଯତ୍ନ ନେଉଥିଲି। ହେଲେ ତମେ ମୋ ସହ କ'ଣ କଲ? କାହିଁକି ଏମିତି କଲ ଶ୍ରେୟା? ବାହାଘର ପୂର୍ବରୁ ଯେଉଁ ସବୁ କଥା ଦେଇଥିଲ, ତାକୁ ଏତେ ଜଲ୍ଦି ଭୁଲିଗଲ? ସାରା ଜୀବନ ସାଥିରେ ରହିବା ପାଇଁ କହି ମାତ୍ର କେଇଟା ଦିନରେ ମୋ ହାତ ଛାଡ଼ିଦେଲ। ଯେଉଁ ବଦନାମ ହେବା ଭୟରେ ମୁଁ ତମ ନିର୍ଯାତନା ସହି ବି ଚୁପ୍ ରହିଥିଲି, ତୁମେ ଏତେ ନିର୍ଯାତନା ଦେଇ ବି ତମ ମନ ଶାନ୍ତି ହେଲାନି ଯେ ଦୁନିଆ ଆଗରେ ମୋତେ ଜଣେ ନଷ୍ଟ ପୁରୁଷ ସଜେଇ ଦେଇ ବଦନାମ କରିଦେଲ। ଯେଉଁ ନାଁ ପ୍ରଶଂସା ଟିକକ ପାଇବା ପାଇଁ ମୁଁ ଏତେ ସଂଘର୍ଷ କରିଥିଲି, ତମେ ତାକୁ ମାଟିରେ ମିଶାଇ ଦେଲ। ନିଜେ ତ ଦୂରେଇ ଗଲ। ଶେଷରେ ମୋ ଝିଅ, ମୋ ଧନ, ମୋ ଜୀବନ ସାଙ୍ଗରେ ବି ଟିକେ ଦେଖା କରିଦେଲନି। ତମେ ଜାଣିଛ ଶ୍ରେୟା, ମୁଁ ଆଜି ନୁହେଁ, ସେଇଦିନ ହିଁ ମରିଯାଇଥିଲି। ବାସ୍, ଦୁନିଆ ଆଖିରେ ବଞ୍ଚିବାର ଅଭିନୟ କରି ମିଛି ମିଛି ହସୁଥିଲି। ତମେ ସିନା ଚାଲିଗଲ, ହେଲେ ତମ ସ୍ମୃତି, ତମ ସାଙ୍ଗରେ ବିତେଇଥିବା ସେହି ମୁହୂର୍ତ୍ତ ମୋର ବାରମ୍ବାର ମନେ ପଡ଼ୁଥିଲା। ମୋର ଝିଅର ଚେହେରା ମୋ ଆଖି ଆଗରେ ସବୁବେଳେ ନାଚି ଉଠୁଥିଲା। ଏମିତିରେ କରୋନାରେ ବାପା, ସାନ ଭାଇ, ମାମୁଁ ଏଇ ନିକଟରେ ଚାଲି ଯାଇଛନ୍ତି। ମୋର ସବୁ ସାହାରା ଭାଙ୍ଗି ଯାଇ ମୁଁ ବେସାରା ହୋଇଯାଇଥିଲି। ଜୀବନ ଯେ କେତେ ଯନ୍ତ୍ରଣାଦାୟକ, ବଞ୍ଚିବା ଯେ କେତେ କଷ୍ଟ, ତାହା ମୁଁ ଶିଖି ଯାଇଥିଲି। ଗୀତ ଗାଇବା ତ ଦୂରର କଥା, କାହା ସାମ୍ନାରେ ଆଖିର ଲୁହକୁ ଲୁଚେଇ ମୁହଁ ଦେଖାଇବା ସମ୍ଭବ ହେଉନଥିଲା। ଶେଷରେ ମିଛରେ ହସିବା, ସ୍ମୃତି ସହିତ ବଞ୍ଚିବା, ତୁମ ନିର୍ଯାତନାରୁ ମୁକ୍ତି ପାଇବା, ଆଉ ଶାନ୍ତିରେ ଶୋଇବା ପାଇଁ ମୁଁ ମଦର ସାହାରା ନେଲି। ଆଉ ତୁମ ସାଙ୍ଗରେ ଦୁନିଆ ବି ମୋତେ ମଦୁଆ କହିବା ଆରମ୍ଭ କରିଦେଲା। ହେଲେ ମୁଁ ଦୁନିଆ କଥା ଶୁଣି କିଛି କଷ୍ଟ ପାଉନଥିଲି, କାରଣ ତୁମ କଷ୍ଟ ଏତେ ଦେଇଥିଲ, ଯାହା ଲୋକ ଦେଉଥିବା କଷ୍ଟ ଆଗରେ କିଛି ବି ନଥିଲା। ତଥାପି ତୁମ ସାଙ୍ଗରେ ଟିକେ କଥା, ଆଉ ମୋ ଝିଅ ସାଙ୍ଗରେ ଟିକେ ଦେଖା କରିବା ପାଇଁ ମୁଁ କେତେ କାକୁତି ମିନତି ହୋଇଛି। ହେଲେ ତମେ ଏତେ ନିଷ୍ଠୁର ହୋଇଗଲ, ଯାହା ମୋ ମୃତ୍ୟୁ ପରେ ବି ବିଶ୍ୱାସ ହେଉନି। ଶ୍ରେୟା, ଆଜି ମୁଁ ତୁମ ନିର୍ଯାତନା ଶୁଣିବା ପାଇଁ ଆଉ ଏ ଦୁନିଆରେ ନାହିଁ। ମୋ ଝିଅକୁ ଦେଖା କରେଇ ଦିଅ କହିବା ପାଇଁ ମୁଁ ଆଉ ନାହିଁ। ତମଠାରୁ ଛାଡ଼ପତ୍ର ନେବା ପାଇଁ ମଧ୍ୟ ମୁଁ ଆଉ ଏ ଦୁନିଆରେ ନାହିଁ। ତମେ ଏବେ ଖୁସି ନା ଶ୍ରେୟା? ଜାଣିଛ ଶ୍ରେୟା, ମୁଁ ମରିବା ପରେ ବି ମିଛରେ ହେଉନା କାହିଁକି ତମେ ଆସିଲ, ମୋ ଝିଅକୁ ବି ଆଣିଲ। ମୁଁ ଖୁସି ଯେ ମୋ ଝିଅ ମୋତେ ଦେଖିପାରିଲା। ହେଲେ ଦୁଃଖ କ'ଣ ଜାଣିଛ? ମୁଁ କିନ୍ତୁ ଆଉ ମୋ ଝିଅକୁ ଦେଖିପାରିଲିନି, ଯାହା ମୋର ଅଫସୋସ ରହିଗଲା। ଶ୍ରେୟା, ଶେଷରେ ତମକୁ ଗୋଟେ କଥା କହିବି, ରଖିବ ପ୍ଲିଜ୍। ମୋ ଭଳି ମୋ ଝିଅ ଉପରେ ଅତ୍ୟାଚାର କରିବନି। ମୋ ଝିଅର ଯତ୍ନ ନେବ। ମୋ ଝିଅ ଆଖିରେ କେବେ ଲୁହ ଦେବନି, ନଚେତ୍ ମୁଁ ଏ ଉପରେ ଥାଇ ବି ଶାନ୍ତିରେ ଶୋଇପାରିବିନି। ଶ୍ରେୟା, ଏଇଟା ମୋର ଶେଷ ଚିଠି। ନା ମୁଁ ଆଉ ଫେରିବି, ନା ତମକୁ ଚିଠି ଦେଇପାରିବି, କାରଣ ମୁଁ ପୁରା ଏବେ ଅଫେରା ରାଜ୍ୟରେ